ଚାରି କୁଳାଙ୍ଗାର ପୁଅ ମିଶି ବୁଢ଼ା ବାପାକୁ ବିକ୍ରି କରିଦେଲେ। ଦୁଃଖ ଭାରି କହାଣୀଟିଏ। ସମୟ ବାହାର କରି ନିଶ୍ଚୟ ଥରେ ଶୁଣନ୍ତୁ। ରାମପ୍ରସାଦ ବାବୁ ଭାରି କରୁଣ ଚାହାଣୀରେ ଧୀରେ ଧୀରେ କହିବାକୁ ଲାଗିଲେ, ପୁଅରେ, ଖାଇବା ଯଦି ତିଆରି ହେଇସାରିଲାଣି ତେବେ ମୋତେ ଆଣି ଖାଇବା ଦେଇଦେ। ଭାରି ଜୋରରେ ଭୋକ ଲାଗିଲାଣି। ବୁଢ଼ା ବାପାର ଖାଇବା ମାଗିବା କଥା ଶୁଣି ପୁଅ ହଠାତ୍ ରାଗିଯାଇ କହିବାକୁ ଲାଗିଲା, ହଁ, ଖାଇବା ତିଆରି ସାରିଲାଣି। ବୁଢ଼ା କିନ୍ତୁ ଏଯାଏ କେହି ବି ଖାଇନାହାନ୍ତି। ପ୍ରଥମେ ଆମେ ସମସ୍ତେ ଖାଇସାରୁ, ତାପରେ ଯାଇ ବୁଢ଼ା ତତେ ଖାଇବାକୁ ମିଳିବ। 24 ଘଣ୍ଟା ଖାଲି ଖାଇବାକୁ ମାଗୁଛି। ବୁଢ଼ାର ଖାଇବା ଛଡ଼ା କିଛି କାମ ନାହିଁ। ଯା ବୁଢ଼ା, ଏଠୁ ଯା। ଏକଥା ଶୁଣି ରାମପ୍ରସାଦ ବାବୁ ପୁରା ଚୁପ୍ ହେଇଗଲେ। କାହିଁକି ନା ସବୁବେଳେ ତାଙ୍କୁ ଖାଇବା ସମସ୍ତଙ୍କୁ ଖାଇବା ପରେ ଦିଆଯାଉଥିଲା। ରାମପ୍ରସାଦ ବାବୁ ଦୁର୍ବଳରୁ ଠିକ୍ ସେ ଚାଲି ବି ପାରୁନଥିଲେ। ସେ ଦିନସାରା ତାଙ୍କର ସେଇ ଛିଣ୍ଡା ଖଟିଆ ଉପରେ ବସି ରହି ବାହାରେ ଯାଉଥିବା ଲୋକଙ୍କୁ ଦେଖୁଥିଲେ। ତାଙ୍କର 4 ପୁଅ, 4 ବୋହୂ, ନାତି ନାତୁଣୀ ସମସ୍ତେ ଥିଲେ। କିନ୍ତୁ ତାଙ୍କ ସହିତ ବସିକି କେହି ପଦେ କଥା ବି ହଉନଥିଲେ। ଯେତେବେଳେ କାହା ସହ ପଦେ କଥା ହେବାକୁ ଚାହୁଁଥିଲେ, ପୁଅ ବୋହୂ ନାତି ନାତୁଣୀ ସମସ୍ତେ, ଏ ବୁଢ଼ା ଯା ଏଠୁ, ତୋ ସହ ଆମେ କ'ଣ କଥା ହେବୁ, ଏମିତି କହି ସମସ୍ତେ ନିଜ ନିଜ କାମରେ ଚାଲି ଯାଉଥିଲେ। ଘରରେ ଏତେ ଲୋକ ଥାଇ ମଧ୍ୟ ରାମପ୍ରସାଦ ବାବୁଙ୍କ ପାଖରେ ବସି ପଦେ କଥା ହେବାକୁ କେହି ନଥିଲେ। ନିଜ ଘରେ ସେ ଅଛୁଆଁ ଲୋକ ପରି ରହୁଥିଲେ। ସେ ମନେ ମନେ ଭାବୁଥିଲେ, ବୁଢ଼ାପାରେ ସମୟ ଅତିବାହିତ କରିବା ଭାରି ଦୁଃଖପୂର୍ଣ୍ଣ। ନିଜ ପିଲାମାନେ ବି ମୋଠାରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି। ହେ ଈଶ୍ୱର, ମୋତେ ମାରି ଦଉନ କାହିଁକି? ଗୋଟେ ସମୟ ଥିଲା ଯେତେବେଳେ ରାମପ୍ରସାଦ ବାବୁ ଘରର ମୁଖିଆ ଥିଲେ। ସମସ୍ତେ ତାଙ୍କ କଥା ମାନୁଥିଲେ, ତାଙ୍କୁ ସମ୍ମାନ ଦେଉଥିଲେ। ସେ କାମ ସାରି ଯେତେବେଳେ ଘରକୁ ଆସୁଥିଲେ, ଲାଗୁଥିଲା ଯେମିତି ଜଙ୍ଗଲକୁ ସିଂହ ଆସିଗଲା। ସମସ୍ତେ ନିଜ ନିଜ କାମ ଠିକ୍ ସେ କରୁଥିଲେ। ତାଙ୍କ ସାମ୍ନାରେ ଛିଡ଼ା ହେଇକି କଥା କହିବାକୁ ବି କାହାର ସାହସ ନଥିଲା। ତାଙ୍କର ନିଷ୍ପତ୍ତିକୁ ଘରେ ସମସ୍ତେ ମାନୁଥିଲେ। ତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯିବା ପାଇଁ କାହାର ବି ସାହସ ନଥିଲା। ତାଙ୍କ 4 ପୁଅଙ୍କ ବିବାହ ସେ କରେଇ ଦେଇଥିଲେ। ଧୀରେ ଧୀରେ ସମୟ ବିତି ଚାଲିଲା। ତାଙ୍କର ବୟସ ବଢ଼ିବାରୁ ସବୁ ବ୍ୟବସାୟର ଦାୟିତ୍ୱ 4 ପୁଅଙ୍କୁ ଦେଇଦେଲେ। ହେଲେ ଘର ଆଉ ଜମିବାଡ଼ି ତାଙ୍କ ନାଁରେ ଥିଲା। କିଛି ଦିନ ପରେ ରାମପ୍ରସାଦ ବାବୁଙ୍କ ସ୍ତ୍ରୀ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ। ଆଉ ସେ ଏକା ରହିଗଲେ। ଧୀରେ ଧୀରେ ତାଙ୍କ ପୁଅ ବୋହୂ ସେମାନଙ୍କର ଅସଲି ରଙ୍ଗ ଦେଖେଇବା ଆରମ୍ଭ କରିଦେଲେ। ରାମପ୍ରସାଦ ବାବୁଙ୍କୁ ତାଙ୍କ ବେଡରୁମ୍ରୁ ବାହାର କରିଦେଇ ସେଇ ରୁମ୍କୁ ପିଲାଙ୍କ ଷ୍ଟଡି ରୁମ୍ ବନେଇ ଦେଲେ। ଆଉ ରାମପ୍ରସାଦ ବାବୁଙ୍କୁ ପିଣ୍ଡାରେ ଗୋଟେ ଛିଡ଼ା ଖଟିଆ ପକେଇ ଦେଇ ରହିବାକୁ କହିଦେଲେ। ଖାଇବା ବି ସମସ୍ତେ ଖାଇସାରିବା ପରେ ତାଙ୍କୁ ମିଳୁଥିଲା। ବେଳେବେଳେ ପୁଅ ବୋହୂ ଛାଡ଼ିଥିବା ଅଇଁଠା ଖାଇବା ମଧ୍ୟ ତାଙ୍କୁ ଖାଇବାକୁ ଦେଇ ଦେଉଥିଲେ। ସେ ଏସବୁ ଜାଣିକି ବି କିଛି କାହାକୁ କହୁନଥିଲେ। ମନେ ମନେ ବହୁତ କାନ୍ଦୁଥିଲେ ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ, ମୋତେ ଜଲ୍ଦି ଏସବୁରୁ ମୁକ୍ତି କର ପ୍ରଭୁ। ଯେତେବେଳେ ତାଙ୍କ ନଖ ବଢ଼ି ଯାଉଥିଲା, ସେ ତାଙ୍କ ବଡ଼ ପୁଅକୁ ନଖ କାଟିବାକୁ କହିଲେ। ସେ ତା ତଳ ଭାଇକୁ କହୁଥିଲା, ସେ ପୁଣି ତା ତଳ ଭାଇକୁ କହୁଥିଲା। ଏମିତି ହେଇ ହେଇ ମାସ ମାସ ବିତି ଯାଉଥିଲା। ସେଥିରେ ପୁଣି ଅନେକ କଥା ଶୁଣିବାକୁ ପଡ଼ୁଥିଲା। ଆଜି ତାଙ୍କୁ ଭାରି ଭୋକ ଲାଗୁଥିଲା। ଏପଟେ ଘରେ ଟିକେ ଆମିଷ ହେଇଛି। ସେହି କାରଣରୁ ମୋତେ ଆହୁରି ଅଧିକ ଭୋକ ଲାଗୁଥାଏ, କାରଣ ମୁଁ ଟିକେ ଆମିଷ ପ୍ରେମୀ। ସେ ପୁଅକୁ ଖାଇବାକୁ ମାଗିଲେ, କିନ୍ତୁ ପୁଅ ସଫା ସଫା କହିଦେଲା, ଖାଇବା ସମସ୍ତେ ଖାଇବା ପରେ ଯାଇ ମିଳିବ। ମୁଁ ସେମିତି ଅପେକ୍ଷା କରି ରହିଲି। ସମସ୍ତେ ଖାଇବା ପରେ ବଡ଼ ବୋହୂ ଗୋଟେ ଥାଳିର ଭାତ, ଡାଲି ଆଉ ବଳିଥିବା ମାଛ ଫାଳେ ମୋ ପାଖରେ ଆଣି ଥୋଇ ଦେଇ ଚାଲିଗଲା। ମୋତେ ଜୋରରେ ଭୋକ ଲାଗୁଥିବାରୁ ମୁଁ କିଛି ନ ଭାବି ଏକା ନିଶ୍ୱାସରେ ଖାଇଚାଲିଲି। ତା ପରଦିନ ଘରକୁ ଗୋଟେ ଲୋକ ଆସି ତାଙ୍କ ବଡ଼ ପୁଅ ବିକାଶକୁ କହିଲା, ମୋ ନାଁ ରଘୁ। ମୁଁ ଶୁଣିବାକୁ ପାଇଲି ତୁମ ଘରେ ଗୋଟେ ଗାଈ ଅଛି, ଯାହାକୁ ଆପଣମାନେ ବିକ୍ରି କରିବାକୁ ଚାହୁଁଛନ୍ତି। ମୁଁ ସେଇ ଗାଈଟିକୁ କିଣିବା ପାଇଁ ରାଜି ଅଛି। ତା ପ୍ରତିବଦଳରେ ଆପଣଙ୍କର କେତେ ଟଙ୍କା ଦରକାର କୁହନ୍ତୁ। ବିକାଶ କହିଲା, ଆରେ ଆମେ ଗାଈକୁ ବିକିବାକୁ ଚାହୁଁଥିଲୁ, କିନ୍ତୁ ସେ ଏବେ କ୍ଷୀର ଦେଉଛି। କ୍ଷୀର ଦେବା ବନ୍ଦ ହେଇଗଲେ ତୁମେ ଆସି ତାକୁ ନେଇଯିବ, କିନ୍ତୁ ଏବେ ଆମେ ଆମ ଗାଈକୁ ବିକ୍ରି କରିପାରିବୁ ନାହିଁ। ଆପଣ ଯଦି ନେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରେ ଗୋଟେ ବୁଢ଼ା ଅଛି, ତାକୁ ଆମେ ଏବେ ବିକିବାକୁ ଚାହୁଁଛୁ। ପାରିବେ ଯଦି ନେଇଯାଆନ୍ତୁ। ରଘୁ ଆଶ୍ଚର୍ଯ୍ୟ ହୋଇ ବିକାଶ ମୁହଁକୁ ଅନେଇଲା ଏବଂ ପାଖରେ ଗୋଟେ ଛିଡ଼ା ଖଟିଆରେ ବସିଥିବା ବୁଢ଼ା ବାପାକୁ ଅନେଇଲା। ରାମପ୍ରସାଦ ବାବୁ ନିରୀହ ଚେହେରାରେ ଖଟିଆ ଉପରେ ବସି ସବୁ ଶୁଣୁଥାନ୍ତି। ରଘୁ କିଛି ସମୟ ପରେ କହିଲା, ହଁ, ମୁଁ ନେବାକୁ ଚାହୁଁଛି। ଆପଣ କେତେ ଟଙ୍କାରେ ୟାକୁ ବିକିବେ? ବିକାଶ ରଘୁ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ସେ ତ ଏମିତି ମଜାକରେ କହିଦେଇଥିଲା। ସେ ବି ଭାବିଲା ରଘୁ ବୋଧେ ମଜାକରେ ଏମିତି କହୁଛି। ବିକାଶ ପୁଣି ମଜାକରେ କହିଲା, 30,000 ଟଙ୍କାରେ ବିକିବାକୁ ଚାହୁଁଛୁ। କ'ଣ ତୁମେ ନେବାକୁ ଚାହିଁବ? ରଘୁ ନିଜ ପକେଟରୁ 30,000 ଟଙ୍କା କାଢ଼ି ବିକାଶ ହାତରେ ଧରେଇଦେଲା। ବିକାଶ ଏବେ ବିଲକୁଲ ଆଶ୍ଚର୍ଯ୍ୟ ହୋଇ ରଘୁକୁ କହିଲା, ଆପଣ ଟିକେ ରୁହନ୍ତୁ, ମୁଁ ଘରୁ ବୁଝିକି ଆସେ। ସେ ଦୌଡ଼ି ଯାଇ ବାକି 3 ଭାଇଙ୍କୁ ସବୁ କଥା କହିଲା। ସମସ୍ତେ ପଇସା ଦେଖି ପଇସା ଲୋଭରେ କହିବାକୁ ଲାଗିଲେ, ଆରେ ଏ ବୁଢ଼ା ଏଠି ରହିକି
ଆମର କି କାମରେ ଲାଗୁଛି? ଓଲଟି ଆମକୁ ହଇରାଣ କରୁଛି, ଆଉ ଆମ ଖାଇବା ବି ବର୍ବାଦ କରୁଛି। ବିକିଦେବା ତାକୁ। ଶେଷରେ ବୁଢ଼ା ବାପାକୁ 4 କୁଳାଙ୍ଗର ପୁଅ ମିଶି 30,000 ଟଙ୍କାରେ ରଘୁକୁ ବିକ୍ରି କରିଦେଲେ। ରାମପ୍ରସାଦ ବାବୁ ଏସବୁ କଥା ଶୁଣି ତାଙ୍କ ଛାତି ଭିତରେ କ'ଣ ହେଇଯାଉଥିଲା। ତାଙ୍କ କାନ ଏସବୁ କଥାକୁ ବିଶ୍ୱାସ କରିପାରୁନଥିଲା। ତାଙ୍କ ନିଶ୍ୱାସ ଅଟକି ଯାଉଥିଲା। ସେ ଭାବୁଥିଲେ, ମୋର 4 ପୁଅ ଯାକ କୁଳାଙ୍ଗର ସତ, କିନ୍ତୁ ମୁଁ କେବେ ଭାବିନଥିଲି ମାତ୍ର କେଇଟା ପଇସା ପାଇଁ ଦିନେ ସେମାନେ ମୋତେ ଅନ୍ୟକୁ ବିକ୍ରି କରିଦେବେ। ତାଙ୍କ ଆଖି ଲୁହରେ ଛଳଛଳ ହୋଇଯାଉଥିଲା। ଶେଷରେ ସେ ଭାବିଲେ, ଏମିତି ଏଠି ପଡ଼ି ପଡ଼ି ମରିବା ଅପେକ୍ଷା କାହା ସହ ଏଠୁ ଚାଲିଯିବା ଯଥେଷ୍ଟ ଭଲ। ସେ ଘରର ଗୋଟେ କଣକୁ ଗଲେ ଏବଂ ତାଙ୍କର ଗୋଟେ ପୁଟୁଳି ଧରି ରଘୁ ସହିତ ସେ ଘରୁ ଚାଲିଗଲେ। ରଘୁ ରାମପ୍ରସାଦ ବାବୁଙ୍କୁ ନିଜ ଗାଁକୁ ନେଇ ଆସିଲା। ନିଜ ଘରକୁ ଆଣି ତାଙ୍କୁ ଗୋଟେ ରୁମ୍ରେ ନେଇ ବସେଇଲା ଆଉ କହିଲା, ବାବା, ଆଜିଠୁ ଏଇ ରୁମ୍ ଆପଣଙ୍କର। ରଘୁ ନିଜ ସ୍ତ୍ରୀ ଆଉ ପୁଅକୁ ଡାକି କହିଲା, ଦେଖ, ଇଏ ମୋ ବାପା। ତାଙ୍କ ସେବା କି ତାଙ୍କ ଖାଇବା ପିଇବାରେ ଯେମିତି କିଛି ବି ଅବହେଳା ନ ହୁଏ। ରଘୁ ସ୍ତ୍ରୀ ସ୍ନେହପୂର୍ଣ୍ଣ ଭାବେ ହଁ ମାରିଲା ଆଉ କହିଲା, ତୁମେ ଦେଖିବ, ମୁଁ ବାପାଙ୍କର କୌଣସି ଅଭାବ ରଖିବି ନାହିଁ। ସାରଳା ବାପାଙ୍କ ପାଇଁ ସାଙ୍ଗେ ସାଙ୍ଗେ ଖାଇବା ନେଇକି ଆସିଲା ଆଉ ରଘୁ ବାପାଙ୍କୁ ନିଜ ହାତରେ ଖୁଆଇଦେଲା। ତାପର ଦିନ ସକାଳେ ରଘୁ ବାପାଙ୍କୁ ଜଳଖିଆ ଖୁଆଇଦେଲା ପରେ ବାପାଙ୍କ ନଖ ଚୁଟି ସବୁ କାଟିଦେଲା। ବାପାଙ୍କୁ ଭଲସେ ସାବୁନ ମାରି ଗାଧୋଇ ଦେଲା। ରାମପ୍ରସାଦ ବାବୁ ଠିକ୍ ସେତିକି ବେଳେ ତାଙ୍କ ପୁଅମାନଙ୍କ କଥା ଭାବୁଥିଲେ। କେମିତି ସେମାନେ ନଖ ଟିକେ କାଟିବା ପାଇଁ ମାସ ମାସ ଲଗେଇ ଦେଉଥିଲେ। ସେଥିରେ ପୁଣି ଅନେକ ଥର ବୁଢ଼ା କହି ଗାଳି ଦେଉଥିଲେ। କିନ୍ତୁ ରଘୁ ପୁରା ଓଲଟା ଥିଲା। ତାକୁ କିଛି କହିଲା ପୂର୍ବରୁ ସେ ରାମପ୍ରସାଦ ବାବୁଙ୍କର ସବୁ କାମ କରିଦେଉଥିଲା। ରାମପ୍ରସାଦ ବାବୁ ଗାଧୋଇ ସାରି କିଛି ଖାଇଲା ପରେ ରଘୁ ତାଙ୍କୁ ଡାକ୍ତର ପାଖକୁ ନେଇକି ଗଲା। ତାଙ୍କର ଆଖି ପରୀକ୍ଷା କରି ନୂଆ ଚଷମା ଆଣିଲା ଆଉ ତା ସହିତ ଆଣ୍ଠୁ ଯନ୍ତ୍ରଣା ପାଇଁ ଔଷଧ ବି ନେଇକି ଆସିଲା। ରାମପ୍ରସାଦ ବାବୁ ରଘୁକୁ ଏସବୁ କରିବାର ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ସେ ଏବେ ଭାରି ଖୁସିରେ ରଘୁ ପାଖରେ ରହୁଥିଲେ। ତାଙ୍କର କୋଉଥିରେ କିଛି ଅଭାବ ନଥିଲା। ରଘୁ ସନ୍ଧ୍ୟାବେଳେ ବାପାଙ୍କୁ ମେଳାକୁ ନେଇକି ଗଲା ଆଉ କହିଲା, ବାପା, ତୁମେ ତୁମ ପସନ୍ଦର ଯାହା କିଣିବା କଥା କିଣ। ବାପା ଖୁସି ଏଇ ମେଳାରୁ ଗୋଟେ ଘଡ଼ି କିଣିଲେ। ତାଙ୍କୁ ଘଡ଼ି ପିନ୍ଧିବାର ଭାରି ସଉକ ଥିଲା, କିନ୍ତୁ ସେ ତାଙ୍କର 4 ପୁଅକୁ କହି କହି ବି ତାଙ୍କ ଘଡ଼ିକୁ କେହି ଠିକ୍ କରି ଆଣି ଦେଉନଥିଲେ। ରଘୁ ଆଉ ବାପା ମେଳାରେ ବହୁତ ଖୁସି ମଜା କଲେ। ଖାଇ ପିଇ ଘରକୁ ଫେରିଲେ। ସେଦିନ ରାତିରେ କେଜାଣି କାହିଁକି ରାମପ୍ରସାଦ ବାବୁ ଚୁପଚାପ ବସି ରଘୁ ବିଷୟରେ ଭାବୁଥିଲେ। ରଘୁ କ'ଣ ପାଇଁ ମୋର ଏତେ ସେବା କରୁଛି? ଦୀର୍ଘ 5 ବର୍ଷ ଭିତରେ ମୋ 4 ପୁଅ ମୋ ପାଇଁ ଯାହା କରିନଥିଲେ, ଏଇ 4 ଦିନ ଭିତରେ ରଘୁ ମୋ ପାଇଁ ସେସବୁ କିଛି ସବୁ କରିସାରିଲାଣି। ସେହି ସମୟରେ ରଘୁ ବାପାଙ୍କ ରୁମ୍କୁ ଆସିଲା। ରାମପ୍ରସାଦ ବାବୁ ସାହସ କରି ରଘୁକୁ କହିଲେ, ବାବାରେ, ତତେ କିଛି ପଚାରିବାର ଥିଲା। ତୁ ଯେମିତି ମୋ ପ୍ରଶ୍ନର ସତ ସତ ଉତ୍ତର ଦେବୁ। ରଘୁ କହିଲା, ହଁ ବାପା, ପଚାର, କ'ଣ ପଚାରିବ? ରାମପ୍ରସାଦ ବାବୁ କହିଲେ, ବାବାରେ, ମୁଁ ତ ତୋର କେହି ନୁହଁ, ତାପରେ ବି ତୁ ମୋ ପାଇଁ ଏତେ ସବୁ କାହିଁକି କରୁଛୁ? ରଘୁ ଟିକେ ଚୁପ୍ ରହି କହିଲା, ବାପା ଶୁଣନ୍ତୁ, ବହୁତ ଦିନ ତଳର କଥା, ଆପଣ ଜାଣିନାହାନ୍ତି। ମୁଁ ମୋ ବାପାଙ୍କୁ ହରାଇ କେତେ ଦୁଃଖ ପାଇଛି। ଯେତେବେଳେ ସେ ମୋ ପାଖରେ ଥିଲେ ସେ ଯେ ମୁଁ ତାଙ୍କର ମୂଲ୍ୟ ବୁଝିପାରୁନଥିଲି, ଆଉ ଯେତେବେଳେ ସେ ମୋତେ ଛାଡ଼ି ଚାଲିଗଲେ ସେତେବେଳେ ବୁଝିପାରିଲି ବାପାର ମହତ୍ଵ କ'ଣ। ମୋ ବାପା ବହୁତ ଇଜ୍ଜତଦାର ଲୋକ ଥିଲେ, କିନ୍ତୁ ମୁଁ କେବେ ବି ତାଙ୍କୁ ସମ୍ମାନ ଦେଇନାହିଁ। ସବୁବେଳେ ତାଙ୍କ ଉପରେ ରାଗେ, ଚିଡ଼େ ଆଉ ଚିଲ୍ଲାଏ। ତାଙ୍କ କଥା କେବେ କିଛି ଶୁଣେନି। ରଘୁ କାନ୍ଦି କାନ୍ଦି ସବୁ କଥା କହୁଥିଲା। ବାପା, ଆପଣ ଜାଣିଛନ୍ତି, ଦିନେ ମୋର ଦାୟିତ୍ୱହୀନ ଗୁଣ ପାଇଁ ମୋ ବାପାଙ୍କୁ ମୁଁ ସବୁଦିନ ପାଇଁ ହରେଇ ଦେଲି। ଦିନେ ରାତିରେ ବାପାଙ୍କ ଭୀଷଣ କାଶ ହେଉଥିଲା। ସେ ବାରମ୍ବାର କାଶିବା ଫଳରେ ମୋ ନିଦ ଭାଙ୍ଗି ଯାଉଥିଲା। ମୁଁ ବିରକ୍ତ ହୋଇ ବାପାଙ୍କୁ ଗୋଟେ ନିଦ ମେଡ଼ିସିନ ଦେବା ବଦଳରେ 3ଟି ନିଦ ମେଡ଼ିସିନ ଦେଇଦେଲି। ମୁଁ ଭାବିଲି ବାପା ଏବେ ଟିକେ ଶୋଇପଡ଼ନ୍ତୁ, ସକାଳୁ ଉଠି ମୁଁ ତାଙ୍କୁ ମେଡ଼ିକାଲ ନେଇଯିବି। କିନ୍ତୁ ସେଦିନ ବାପା ଏମିତି ଶୋଇଲେ ଯେ ଆଉ ଜମା ଉଠିଲେ ନାହିଁ। ମୁଁ ମୋ ନିଜ ହାତରେ ମୋ ବାପାଙ୍କୁ ମାରିଦେଲି। ରଘୁ ଭୋ ଭୋ କରି କାନ୍ଦିବାକୁ ଲାଗିଲା। ଯେତେବେଳେ ମୁଁ ଆପଣଙ୍କ ଘରକୁ ଯାଇଥିଲି, ଆପଣମାନଙ୍କ ପୁଅମାନେ ଆପଣଙ୍କୁ ମଜାକରେ ବିକ୍ରି କରିବା କଥା କହିଲେ। ମୁଁ ଆପଣଙ୍କ ପ୍ରତି ସେମାନଙ୍କର ବ୍ୟବହାରକୁ ଲକ୍ଷ୍ୟ କଲି। ସେତେବେଳେ ମୁଁ କରିଥିବା ଭୁଲ ମୋ ଆଗରେ ନାଚି ଉଠିଲା। ଆଉ ସେଇ ମୁହୂର୍ତ୍ତରେ ଭାବିଲି, ମୁଁ କରିଥିବା ପାପର ୟାଠୁ ଭଲ ପ୍ରାୟଶ୍ଚିତ ଆଉ କ'ଣ ହେଇପାରେ। ସେଥିପାଇଁ ଆଗ ପଛ କିଛି ବିଚାର ନ କରି ଆପଣଙ୍କୁ ମୋ ସହିତ ନେଇ ଆସିଲି। ରାମପ୍ରସାଦ ବାବୁ ଏସବୁ ଶୁଣି ରଘୁକୁ କୋଳେଇ ନେଲେ ଆଉ କହିଲେ, ବାପାରେ, ମୁଁ ତୋତେ ଛାଡ଼ି କୁଆଡ଼େ ଯିବିନି। ତୁ ହିଁ ମୋ ଅସଲି ପୁଅ। ମୁଁ ମୋ 4 ପୁଅଙ୍କୁ ଖୁସିରେ ରଖିବା ପାଇଁ ଜୀବନ ସାରା ବହୁତ କିଛି କରିଛି, କିନ୍ତୁ ସେମାନେ ମୋ ବୁଢ଼ାପା ସମୟରେ ମୋତେ ଭଲରେ ରଖିବା ଦୂରର କଥା, ଭଲରେ ମୋତେ ଗଣ୍ଡେ ଖାଇବାକୁ ଦେଇନାହାନ୍ତି। ହଉ ଛାଡ଼ ସେ କଥା। ରଘୁରେ, ମୁଁ ତୋତେ କିଛି ଦେବାକୁ ଚାହୁଁଛି। ରଘୁ କହିଲା, କ'ଣ ବାପା? ରାମପ୍ରସାଦ ବାବୁ ତାଙ୍କ ପୁଟୁଳିରୁ ଜମିବାଡ଼ି କାଗଜ ସବୁ ବାହାର କଲେ ଆଉ କହିଲେ, ମୋ କୁଳାଙ୍ଗର 4 ପୁଅ ପଇସା ଲୋଭରେ ମୋ ବ୍ୟବସାୟକୁ ସିନା ନେଇଯାଇ ମୋତେ ବିକ୍ରି କରିଦେଲେ, କିନ୍ତୁ ସେମାନେ ଏଯାଏ ବି ଜାଣିନାହାନ୍ତି ଘର ଜମିବାଡ଼ି ଏସବୁ ମୋ ନାଁରେ ଅଛି ବୋଲି। ସେମାନଙ୍କର ମନେ ନାହିଁ
ମୁଁ ଏସବୁ ତୋ ନାଁରେ କରିଦେବାକୁ ଚାହୁଁଛି। ରଘୁ ମନା କରିବା ସତ୍ତ୍ୱେ ବି ରାମପ୍ରସାଦ ବାବୁ ତା ପରଦିନ ସହରକୁ ଯାଇ ଓକିଲ ପାଖରେ ସବୁ ଲେଖାପଢ଼ା କରି ରଘୁ ନାଁରେ କରିଦେଇ ଆସିଲେ। କିଛି ଦିନ ପରେ ଚାରି କୁଳଙ୍ଗର ପୁଅ ଧନ ସମ୍ପତ୍ତି ଲୋଭରେ ରାମପ୍ରସାଦ ବାବୁଙ୍କୁ ଖୋଜି ଖୋଜି ଆସି ରଘୁ ଘରେ ପହଞ୍ଚିଲେ। ଆଉ ଭାରି ସ୍ନେହର ସହ ରାମପ୍ରସାଦ ବାବୁଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ରାମପ୍ରସାଦ ବାବୁ ଧରୁଥିବା ବାଡ଼ିରେ ଚାରି ପୁଅଙ୍କୁ ମାରିବା ପାଇଁ ଗୋଡ଼େଇଲେ। ଆଉ ସଫା ସଫା କହିଦେଲେ, ମୋର କେହି ପୁଅ ନାହାନ୍ତି, ମୋର ଗୋଟେ ବୋଲି ପୁଅ, ସେ ହେଉଛି ରଘୁ। ତୁମେମାନେ ଏଠାରୁ ଯାଇପାର। ଚାରି କୁଳାଙ୍ଗର ପୁଅ କାନମୁଣ୍ଡ ଆଉଁସି ଆଉଁସି ଘରକୁ ଫେରିଗଲେ। କିଛି ବର୍ଷ ପରେ ରାମପ୍ରସାଦ ବାବୁଙ୍କର ଦେହାନ୍ତ ହୋଇଗଲା। ତାଙ୍କ ଦେହାନ୍ତ ପରେ ଘର ଜମିବାଡ଼ି ସବୁ ରଘୁ ନାଁରେ ହୋଇଗଲା। ଏପଟେ ବାପାଙ୍କୁ କଷ୍ଟ ଦେଇଥିବାରୁ ବାପା ଆଖି ଲୁହରେ ଚାରି ପୁଅଙ୍କ ବ୍ୟବସାୟ ବି ବୁଡ଼ିଗଲା। ଏପଟେ ଓକିଲ ଚାରି ପୁଅଙ୍କୁ ନୋଟିସ୍ ପଠାଇ ସେମାନଙ୍କୁ ଘରୁ ବାହାର କରିଦେଲା। ଏବେ ଚାରି କୁଳାଙ୍ଗର ପୁଅ ଦାଣ୍ଡର ଭିକାରୀ ପାଲଟିଗଲେ। ଯେଉଁ ପୁଅ ଝିଅମାନେ ବାପା ମାଆଙ୍କୁ ଦୁଃଖ ଦିଅନ୍ତି, ଭଗବାନ ତାଙ୍କୁ କେବେ ବି ଖୁସିରେ ରଖନ୍ତିନି। ଏମାନେ ବି ବାଦ୍ ପଡ଼ିଥାନ୍ତେ କେମିତି? ବନ୍ଧୁଗଣ, ମା ବାପା ଏମିତି ଏକ ଶବ୍ଦ ଯାହାଙ୍କର ଗୋଟେ ବୁନ୍ଦା ଝାଳର ମୂଲ୍ୟ ଆମେ ଆମ ଜୀବନ ସାରା ଶୁଝିପାରିବାନି। ଆମ ଚ୍ୟାନେଲରେ ଆପଣମାନେ ଆଗକୁ ଆହୁରି ଭଲ ଭଲ କଥା ଶିଖିବାକୁ ପାଇବେ ବନ୍ଧୁଗଣ। ତେଣୁ ଏବେ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ନିଶ୍ଚୟ କରନ୍ତୁ। ଜୟ ଜଗନ୍ନାଥ।